ବାସୁଦେବ ପ୍ରଧାନ। ବାସୁଦେବ ତୁମ ଘର କୋଉଠି? ଆତ୍ମଜୀ ଅନୁଗୁଳ ଡିଷ୍ଟ୍ରିକ୍ଟ। ଅନୁଗୁଳ ଡିଷ୍ଟ୍ରିକ୍ଟ। ତୁମର କଣ ଅସୁବିଧା ହଉଥିଲା? ମୋର ହାର୍ଟ ପ୍ରୋବ୍ଲେମ ଥିଲା। ହାର୍ଟ ପ୍ରୋବ୍ଲେମ କେତେ ବର୍ଷ? ଛୋଟରୁ ଥିଲା 5-6 ବର୍ଷ। 5-6 ବର୍ଷ। କୋଉଠି କୋଉଠି ସବୁ ଚେକଅପ୍ କରେଇଥିଲ? ମୁଁ ବୁନ୍ଦରା ମେଡିକାଲ ଏବେ କରି ଯାଇଥିଲି କଟକ ସବୁଆଡୁ ମେଡିକାଲ ଦେଖେଇଲି। ସବୁ ହସ୍ପିଟାଲ ଦେଖେଇଛ? ତାଙ୍କର ଏଇ ସବୁ ରିପୋର୍ଟ ଦେଖନ୍ତୁ। ଇଏ ହଉଛି ଅଶ୍ୱିନୀ ହସ୍ପିଟାଲ ରେ ଚେକଅପ୍ କରାଇଥିଲେ ହାର୍ଟ ପ୍ରୋବ୍ଲେମ ପାଇଁ। ଦେନ୍ ତା ସାଥିରେ ଏଗୁଡା ସବୁ ତାଙ୍କ ଚେକଅପ୍ ଡିଟେଲ୍ସ ଏଗୁଡା ସିଏ ଚେକଅପ୍ କରିଥିଲେ। ପାଖାପାଖି ଚେକଅପ୍ ରେ କେତେ ଟଙ୍କା ଖର୍ଚ୍ଚ କରିଥିଲ? 3 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲ। ଆଚ୍ଛା, ଏବେ କଣ କଲ ଯେ ଭଲ ହେଲା? ନନିସ ର କଣ କଣ ସବୁ ବ୍ୟବହାର କର? ନନି ପ୍ରିମିୟମ। ଆଚ୍ଛା, ଆଉ ଆଲୋଭେରା ଜୁସ୍, ଆଉ আমলা জুস। আচ্ছা, ଆଉ এইটা ବି ୟୁଜ କରୁଥିଲ? ପ୍ରୋଟିନ ପାଉଡର। ଆଚ୍ଛା, ଏବେ ତୁମକୁ କଣ କେମିତି ଫିଲ୍ ହଉଛି? ତମେ କଣ ମେସେଜ ଦଉଛ? ଏଇଠି ତୁମର କେତେ ଟଙ୍କା ଖର୍ଚ୍ଚ ହେଲା? 14,000 ରୁ 15,000 ହେଇ ଏବେ ସମ୍ପୂର୍ଣ୍ଣ ଭଲ ଅଛ? ସମ୍ପୂର୍ଣ୍ଣ ଭଲ ଅଛ। ଆଚ୍ଛା, କଣ ମେସେଜ ଦେବାକୁ ଚାହୁଁଛ ସୋସାଇଟି? ମୁଁ ଯେମିତି ଖାଇକି ଏଠୁ ଭଲ ହେଇଛି, ସମସ୍ତେ ଆସିକି ଖାଇକି ଭଲ ହୁଅନ୍ତୁ। ଏବଂ ମୁଁ ନିଜେ ମଧ୍ୟ ଆମ ପଞ୍ଚାୟତରେ କ୍ୟାମ୍ପ କରିକିନା ମୋ ମାଧ୍ୟମରେ 50-60 ଜଣ ଲୋକ ମଧ୍ୟ ଖାଉଛନ୍ତି। ଆଚ୍ଛା, ବହୁତ ବଢିଆ। ଏବେ ଦେଖନ୍ତୁ ଏଇ ଫଟୋଟି, ଇଏ ତାଙ୍କର ଆଜିଠୁ ବର୍ଷକର ଫଟୋ ଥିଲା। ମାନେ ବର୍ଷକର ଇଏ ଏମିତି ଦେଖାଯାଉଥିଲେ ବର୍ଷେ ତଳେ। ଏବେ ଆଜି କେତେ ବଢିଆ ଦେଖାଯାଉଛନ୍ତି। ଏବେ ଆପଣ ଲାଇଭ ତାଙ୍କୁ ଦେଖିପାରୁଥିବେ। ବହୁତ ବହୁତ ଧନ୍ୟବାଦ। ଆପଣ ଏଠିକାର ପ୍ରଡକ୍ଟ ୟୁଜ କଲେ, ଆପଣ ଉପକୃତ ହେଲେ। ସମାଜରେ ଆପଣଙ୍କ ଭଳି ବହୁତ ଲୋକମାନେ ଅଛନ୍ତି, ତାଙ୍କୁ ବି ସାହାଯ୍ୟ ସହଯୋଗ କରନ୍ତୁ।